ବନ୍ଧୁ ହତ୍ୟା ଅଭିଯୋଗ ଘଟଣା ଦେଖିବାକୁ ମିଳିଛି। ବନ୍ଦ ବ୍ଲକ ପ୍ରଧାନପଡ଼ା ପଞ୍ଚାୟତ ଅଧୀନ ମହାଲ ସାହିର ଅପବାରୀଙ୍କ ବୋହୂ ତଥା ଗୌତମଙ୍କ ଧର୍ମପତ୍ନୀ ଉର୍ମିଳା ଦାସ ହତ୍ୟା ହୋଇଥିବା ନେଇ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଯାହା ପ୍ରାପ୍ତ ସୂତ୍ରରୁ ଜଣାପଡ଼ିଛି, ଏମିତି ସେ ଦୁଇ ଜଣ ବିବାହ ପରେ ବିଭିନ୍ନ ସମୟରେ କଳିଝଗଡ଼ା ଲାଗିଥାନ୍ତି। ତାର ବିବାହର 4 ବର୍ଷ ବିତି ଯାଇଥିଲେ ମଧ୍ୟ ଛୁଆ ପିଲା ନ ହେବା ସେ କଳା ହୋଇଥିବାରୁ ତାକୁ କାଳି ବୋଲି ଡାକିବା, ମାନସିକ ନିର୍ଯାତନାର ଶିକାର ହୋଇଥିବା ନେଇ ଗ୍ରାମର ଚାରିଆଡ଼େ ସେହି କଥା ଚାଲିଛି। ଅନେକ ସମୟରେ ଖାଇବାକୁ ଦିଅନ୍ତି ନାହିଁ, ସବୁବେଳେ ଏମିତି ନିର୍ଯାତନା ଦେଇଥାନ୍ତି ବୋହୂକୁ। ବିବାହର 4 ବର୍ଷ ପରେ ବଧୂ ହତ୍ୟା ହୋଇଥିବା ନେଇ ସନ୍ଦେହ ସୃଷ୍ଟି କରୁଛି। ସ୍ୱାମୀ ଗୌତମ ବାରିକ ଘର ପାଖ ଗଛରେ ନିଜ ସ୍ତ୍ରୀକୁ ଫାଶୀ ଝୁଲାଇଛି ବୋଲି ସନ୍ଦେହରୁ ଜଣାପଡ଼ିଛି। ଏହି ଘଟଣା ଖବର ପାଇ ବନ୍ଦ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଆସିଛି। ଦେଖିବାକୁ ବାକି ରହିଲା ଏହି ଘଟଣାକୁ ବନ୍ଦ ପୋଲିସ କେତେ ଗୁରୁତର ସହକାରେ ନେଉଛି। ବନ୍ଦ ବ୍ଲକରୁ शेख गुलफान का रिपोर्ट, द रिपब्लिक ओडिशा 24 न्यूज। ସନ୍ଦେହ ହେଉଛି ସେମାନେ ମାରିକି ଟାଙ୍ଗି ଦେଇଛନ୍ତି। ସମ୍ପୃକ୍ତ ତା ନଣନ୍ଦ ଅଛି, ଶାଶୁ ଅଛି, ଶ୍ୱଶୁର ଅଛନ୍ତି, ସ୍ୱାମୀ ଅଛି। ପୂର୍ବରୁ 4 ବର୍ଷ ହେଲା ବାହାଘର ପୂର୍ବରୁ ସବୁବେଳେ ଏମିତି ଝଗଡ଼ା ଲାଗି ରହେ। ତାଙ୍କର ସବୁବେଳେ ସେମାନେ ତାକୁ କାଳି ବୋଲି ଯୌତୁକ ଆଣେ ବୋଲି ସବୁବେଳେ ପଡ଼ିକି ସେମାନେ ସବୁବେଳେ ତାକୁ ତା ଶାଶୁକୁ କାଳି କରିକି ଝଗଡ଼ା ଦିଏ। ତାର ପିଲାପିଲି ହେଇନଥିଲେ, ସେଥିପାଇଁ ବିଭିନ୍ନ ପ୍ରକାର ଆଳ ଦେଖେଇକି ସେମାନେ ଝଗଡ଼ା କରିକି ତାକୁ ମାରପିଟ କରନ୍ତି, ବାପ ଘରକୁ ପଠାଇ ଦିଅନ୍ତି। ସେ ପୁଣି ବାପ ଘରୁ ଆସିଲା ପରେ ପୁଣି ମାରପିଟ କରନ୍ତି, ଖାଇବାକୁ ହଇରାଣ କରନ୍ତି। ସେ ତାକୁ ବୋଉର ମାନ୍ୟତା ଦେଇନଥିଲେ, ସେ ଘରେ ରୋଷେଇ କରି ଖାଇବାକୁ କେବେ କାହାକୁ ଶାଶୁ ଶ୍ୱଶୁର ହେବା କରିନି, ତାକୁ ହାତ ଟେକାରେ ରଖିଥିଲେ। ସେମାନେ ମାରି ଦେଇଛନ୍ତି। ସେମାନେ